ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପାଦ ପଙ୍କଜରେ ଅସରନ୍ତି ପ୍ରଣାମ। ମୁଁ ଆଜି ମୋ ସହ ହସ୍ତରେ ଏକ ସୁନ୍ଦର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଏକ ଜଣାଣଟିଏ ରଚନା କରିଛି। ସତରେ ମୁଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପରୋକ୍ଷ ଭାବରେ ନିଜର ଅକୁହା କଥାକୁ ସୂଚାଇ ଦେବାକୁ ଯାଉଛି। କେବଳ ମୋର ନୁହେଁ, ସମସ୍ତ ଭକ୍ତଙ୍କର ହୋଇଥାଏ। ହେ ଜଗା, ମୁଁ ତତେ ଆଉ କିଛି ମାଗିବି ନାହିଁ, କି ମାଗିବା ପାଇଁ ଇଚ୍ଛା ବି କରିବିନି। ହେ ଜଗା, ତୁ ତ ସବୁ କିଛି ଦେଇଛୁ, ଆଉ ଯାହା ଦେଇଛୁ ସେଥିରେ ମୁଁ ଖୁସି। ଜଗା, ତୁ ମୋର ସୁଖ ଭୋଗ ବିଳାସ କାଢ଼ି ନେଇ ଖୁସି ଅନୁଭବ କରୁଛୁ, ତାହେଲେ ଧନ୍ୟ କରିଛ ହେ ପ୍ରିୟ। ସେଥିପାଇଁ ପ୍ରଭୁ, ମୁଁ ମୋ ପାଇଁ ମାଗୁନି, ବିଶ୍ୱହିତ ପାଇଁ ମୁଁ ଟିକିଏ ଆପଣଙ୍କୁ ମୁଁ ଜଣାଣ ମାଧ୍ୟମରେ ଜଣାଉଛି। ମୋ ଜଣାଣର ଶୀର୍ଷକ ଜାଣିବାକୁ ଚାହୁଁଛନ୍ତି? ମୋ ଜଣାଣର ଶୀର୍ଷକ ହେଉଛି ଶାନ୍ତି ଟିକିଏ ଦିଅ ମହାପ୍ରଭୁ। ଦୁଃଖ ଭରି ଦେଇ ସୁଖ କାଢ଼ିଅଛ, ଦୁଃଖ ଭରି ଦେଇ ସୁଖ କାଢ଼ିଅଛ, ଧନ୍ୟ କରିଛ ହେ ପ୍ରିୟ। ଏହି ଦୁନିଆରେ ରହିବାକୁ ପ୍ରଭୁ ଟିକିଏ ଶାନ୍ତି ତ ଦିଅ। ବଡ଼ ଦେଉଳରେ ବସି ମହାପ୍ରଭୁ, ବଡ଼ ଦେଉଳରେ ବସି ମହାପ୍ରଭୁ, ସବୁ ତ ଦେଖୁଛ ପ୍ରିୟ। ଏହି ଦୁନିଆରେ ରହିବାକୁ ପ୍ରଭୁ କରୁଣା ତୁମରି ଦିଅ। ପତିତ ପାବନ ଧ୍ୱଜା ଉଡ଼ୁଅଛି, ପତିତ ପାବନ ଧ୍ୱଜା ଉଡ଼ୁଅଛି, ସଭିଙ୍କ ମଙ୍ଗଳ ପାଇଁ, ଆଉ ଆନନ୍ଦ ବଜାରେ ଅନ୍ନ ଦେଉଛ ଦୁଃଖୀଙ୍କ ଶାନ୍ତି ପାଇଁ। ଦୟାର ସାଗର ତୁମେ ମହାପ୍ରଭୁ, ଦୟାର ସାଗର ତୁମେ ମହାପ୍ରଭୁ, ଭକ୍ତର ଯେ ତୁମେ ପ୍ରିୟ। ବେଳ ଥାଉ ଥାଉ ତୁମରି ଆଶିଷ ଏ ବିଶ୍ୱକୁ ଅଜାଡ଼ି ଦିଅ, ଏ ବିଶ୍ୱକୁ ଅଜାଡ଼ି ଦିଅ। ଦୁନିଆର ଯେତେ ପାପ ମାୟା ଅଛି, ସବୁକୁ ଦୂରେଇ ଦିଅ। ଜଗତର ନାଥ ତୁମେ ହିଁ ଈଶ୍ୱର, ତୁମେ ତ ସଭିଙ୍କ ପ୍ରିୟ। ଜଗତର ମାୟା ଦେଖୁଅଛ ପ୍ରଭୁ, ଜଗତର ମାୟା ଦେଖୁଅଛ ପ୍ରଭୁ, ଟିକିଏ ଉଦ୍ଧାର କର। କହି କହି ପ୍ରଭୁ ଥକି ମୁଁ ଯାଉଛି, ଏହି ପ୍ରଣତି ମୋର ଗ୍ରହଣ କର, ଏହି ପ୍ରଣତି ମୋର ଗ୍ରହଣ କର। ହେ ଜଗା, ଏହି ଦୁଃଖୀରଙ୍କ ଯେ ଦୁଃଖରେ ଜର୍ଜରିତ, ହେ ଜଗା, ତାଙ୍କର ଦୁଃଖ ଆଉ କାଢ଼ିବାକୁ ଚେଷ୍ଟା କରିବୁ ନାହିଁ ରେ। ହେ ଜଗା, ତାଙ୍କର ଦୁଃଖକୁ କାଢ଼ି ନେଇ ସୁଖ ପ୍ରଦାନ କରିବୁ ରେ। ହେ ଜଗା, ତୋ ପାଦରେ ସମସ୍ତ ଦୁଃଖୀ ଏବଂ ସମସ୍ତଙ୍କ ଭାର ତୋ ପାଦ ପଙ୍କଜରେ ସମର୍ପି ଦେଇ ତୋ ପଦାରବିନ୍ଦରେ ଏବଂ ତୋର ପାଦ ପଙ୍କଜରେ କୋଟି ପ୍ରଣାମ ଜଣାଉଛି ରେ। ଆଉ ସମସ୍ତ ମୋର ପ୍ରିୟଜନ ମାନଙ୍କୁ ଯଦି ଏହି ଜଣାଣଟିଏ ଭଲ ଲାଗିଥିବ, ତାହେଲେ ଦୟାପୂର୍ବକ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ସହିତ ଜଣାଣଟି କେମିତି ହେଇଛି ଆପଣ ମତାମତ ଦେବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଧନ୍ୟବାଦ।